ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ। ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀ ଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ। ଓଡ଼ିଶାକୁ ଆସନ୍ତାକାଲିଠାରୁ 3 ଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି। ନୂଆଦିଲ୍ଲୀଠାରେ ଆଜି ସଣ୍ଡେ ଜନ୍ ସାଇକେଲ ଅଭିଯାନର 84ତମ ସଂସ୍କରଣରେ ଅଂଶଗ୍ରହଣ କଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ଗତ ଜୁଲାଇ ମାସରେ ଦେଶର କୋଇଲା ଉତ୍ପାଦନ ପୂର୍ବବର୍ଷ ଅପେକ୍ଷା ବୃଦ୍ଧି ପାଇଛି 7.51%। ଏବଂ ମହିଳା ଏକକ ବର୍ଗରେ ତାଇପେଇ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ଭାରତର ତନ୍ଭୀ ଶର୍ମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶ ବିକଶିତ ଭାରତ ଅଭିମୁଖେ ଅଗ୍ରସର ହେଉଛି। ଦେଶର ଯୁବବର୍ଗ ଶାରୀରିକ, ମାନସିକ ଏବଂ ବୌଦ୍ଧିକ ସ୍ତରରେ ବିକଶିତ ହେଉଛନ୍ତି। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମକୁ ନୂଆଦିଲ୍ଲୀଠାରେ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ଅଧୀନରେ ନିଶାର କୁପରିଣାମ ବିରୋଧରେ 100 ସପ୍ତାହ ବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିନିମନ୍ତେ ପ୍ରତି ରବିବାର ଦିନ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ଜନସଚେତନତା ବୃଦ୍ଧି ପାଉଛି। ନିଶା ସେବନ ଯୋଗୁଁ ବ୍ୟକ୍ତିବିଶେଷ ଜୀବନର ଲକ୍ଷ୍ୟ ପଥରୁ ବିଚ୍ୟୁତ ହେଉଛନ୍ତି ଏବଂ ସେମାନଙ୍କ ସ୍ୱପ୍ନରୁ ଦୂରେଇ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶା କେବଳ ପରିବାରକୁ କ୍ଷତିଗ୍ରସ୍ତ କରୁଛି ତାହା ନୁହେଁ, ବରଂ ଦେଶର ଅର୍ଥନୀତିକୁ ଦୁର୍ବଳ କରିଦେଉଛି। ଯୁବ ସମାଜକୁ ନିଶାର ଭୟାବହ ପରିଣାମରୁ ରକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ମଣିଷର ବ୍ୟକ୍ତିତ୍ୱକୁ ନଷ୍ଟ କରିବା ସହ ପରିବାର ବର୍ଗ, ସମ୍ପର୍କୀୟ ଏବଂ ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରିଦିଏ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। देश का युवा आत्मविश्वास से भरपूर हो और ड्रग्स जैसी घातक आदत से हमेशा हमेशा दूर ही रहे, यही इस अभियान का उद्देश्य है। हम सबको ये संकल्प लेना है, हमारे युवा नशे और ड्रग्स के खतरों को समझे, हर तरह से जागरूक रहे और उससे दूर रहे। और इस संकल्प में अब राष्ट्रीय नशा मुक्त युवा अभियान की बड़ी भूमिका है। ସାମାଜିକ ଅପବାଦକୁ ନ ଡରି ନିଶାଗ୍ରସ୍ତ ବ୍ୟକ୍ତିଙ୍କ ବିଷୟରେ ପରିବାରବର୍ଗ ସୂଚନା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାଫଳରେ ରୋଗୀର ସମୁଚିତ ଚିକିତ୍ସା କରାଯିବା ସହ ପ୍ରାଣ ବଞ୍ଚାଯାଇପାରିବ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଦେହରେ ଦେଖାଦେଉଥିବା ଲକ୍ଷଣଗୁଡ଼ିକ ସମ୍ପର୍କରେ ଅବଗତ ହେବା ପରେ ନିଶାଗ୍ରସ୍ତ ପିଲାମାନଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀ ମୋଦି ସତର୍କ କରାଇଛନ୍ତି। ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିବାକୁ ଏବଂ ଛାତ୍ର ସମାଜକୁ ଉପଯୁକ୍ତ ଦିଗ୍ଦର୍ଶନ ଦେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ 1 କୋଟିରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଆଜି ଦେଶର 28,000 ସ୍ଥାନରେ ଅଂଶଗ୍ରହଣ କରିଛନ୍ତି। आज हजारों स्कूलों, कॉलेजों और यूनिवर्सिटी के लाखों विद्यार्थी इस कार्यक्रम से ऑनलाइन जुड़े हैं। देश के अलग अलग क्षेत्रों से 1 करोड़ से अधिक युवा आज एक साथ है। मेरा आप सभी से आग्रह है कि भारत का युवा कितना जागरूक है और अपने कर्तव्यों के प्रति कितना गंभीर है। मैं आप सभी को इस अभियान के लिए अनेक अनेक शुभकामनाएं देता हूं। ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମାଇଁ ଭାରତ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଯୁବକ ସଂଘ ଏବଂ ଆଧ୍ୟାତ୍ମିକ ସଂଗଠନର କର୍ମକର୍ତ୍ତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ଗଞ୍ଜାମର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି କଟକସ୍ଥିତ ଜଗତଗୁରୁ କୃପାଳ ବିଶ୍ୱବିଦ୍ୟାଳୟ ଉଦ୍ଘାଟନ କରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲାର ତପ୍ତପାଣି ନିକଟରେ ଥିବା ମା' କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ପଦକ୍ଷେପମାନ ଗ୍ରହଣ କରାଯାଇଛି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ଫୋର୍କୋର୍ଟଠାରେ ଆଜି PPG ସୋଲ୍ଜରାଥନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ପରିଚାଳକ ମିଜୋରାମର ରାଜ୍ୟପାଳ ଜେନେରାଲ VK ସିଂ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ
ଏ ସମ୍ପର୍କରେ ସୂଚନା ଦେଇ ରାଷ୍ଟ୍ରପତି କହିଛନ୍ତି ଏହି କାର୍ଯ୍ୟକ୍ରମ ସାଧାରଣ ଜନତା ଏବଂ ସଶକ୍ତ ବାହିନୀ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ସୈନିକଙ୍କ ପାଇଁ ଦୌଡ଼ ଏବଂ ସୈନିକଙ୍କ ସହ ଦୌଡ଼ ଦୃଷ୍ଟିକୋଣ ଆଧାରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରକୃତ ହିରୋ ଭାରତର ସଶସ୍ତ୍ର ବାହିନୀକୁ ସମର୍ଥନ କରିବା ପ୍ରସଙ୍ଗ ଆଧାରରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ସୈନିକଙ୍କର ଉତ୍ସର୍ଗୀକୃତ ସେବା, ସାହସ ଏବଂ ସର୍ବୋଚ୍ଚ ବଳିଦାନକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀଠାରେ ସଣ୍ଡେ ଜନ୍ ସାଇକେଲ ଅଭିଯାନର 84ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟ ପ୍ରତି ସଚେତନ ନାଗରିକ, ସାଇକେଲ ଚାଳକ, ଏନ୍ସିସି କ୍ୟାଡେଟ୍ସ ଏବଂ ବିଭିନ୍ନ ପରିବାରର ସଦସ୍ୟମାନେ ଅଂଶଗ୍ରହଣ କରିଛନ୍ତି। ଏହି ଅଭିଯାନ ନିଶାମୁକ୍ତ ଭାରତର ଏକ ପଦକ୍ଷେପ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଏହି କାର୍ଯ୍ୟକ୍ରମ ଆଗାମୀ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍ସର୍ଗୀକୃତ ହେବା ସହ ନାଗରିକମାନେ ଦେଶକୁ ନିଶାମୁକ୍ତ କରିବାର ସଂକଳ୍ପ ନେବେ। ଦେଶରେ ଗତ ମାସରେ କୋଇଲା ଉତ୍ପାଦନ ପୂର୍ବବର୍ଷ ତୁଳନାରେ 7.51% ବୃଦ୍ଧି ପାଇଛି। କୋଇଲା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ମାସରେ ଦେଶରେ ସାମଗ୍ରିକ କୋଇଲା ଉତ୍ପାଦନ 69.75 ମିଲିୟନ ଟନ୍ରେ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷର ଗତ ମାସ ଶେଷ ସୁଦ୍ଧା କୋଇଲା ଉତ୍ପାଦନ 302.24 ନିୟୁତ ଟନ୍ ହୋଇଥିବା ବେଳେ କୋଇଲା ରପ୍ତାନି 354.7 ନିୟୁତ ଟନ୍ରେ ପହଞ୍ଚିଛି। କୋଇଲା ରପ୍ତାନି ଗତବର୍ଷ ଜୁଲାଇ ମାସ ତୁଳନାରେ 17.34% ବୃଦ୍ଧି ପାଇଥିବା ମନ୍ତ୍ରଣାଳୟ କହିଛି। ଭାରତୀୟ ଭିସା ପାଇଁ ଆବେଦନ କରୁଥିବା ଚୀନ୍ ନାଗରିକଙ୍କ କ୍ଷେତ୍ରରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ଆସନ୍ତା ସପ୍ତାହରୁ ଅଧିକ ସରଳ ହେବ। ଚୀନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିକ୍ରମ ଦୋରାଇସ୍ୱାମୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହାଦ୍ୱାରା ଚୀନ୍ ନାଗରିକଙ୍କ ଭାରତକୁ ଯାତ୍ରା ଅଧିକ ସୁଗମ ହୋଇପାରିବ। ବେଜିଂ ସ୍ଥିତ ଭାରତୀୟ ଦୂତାବାସଠାରେ ଗତ ଶୁକ୍ରବାର ଆୟୋଜିତ ପ୍ରଥମ ଓପନ୍ ହାଉସ୍ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦୋରାଇସ୍ୱାମୀ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଦ୍ୱିପାକ୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଏହା ଅଧିକ ସଶକ୍ତ କରିବା ସହ କନସୁଲାର ସେବାରେ ଉନ୍ନତି ଆସିବ ବୋଲି ଶ୍ରୀ ଦୋରାଇସ୍ୱାମୀ କହିଛନ୍ତି। ଅନଲାଇନ୍ ମାଧ୍ୟମରେ ଭାରତ ବିରୋଧୀ ପ୍ରସଙ୍ଗକୁ ନେଇ ଶ୍ରୀ ଦୋରାଇସ୍ୱାମୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଚୀନ୍ ସରକାର ଏ କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ହସ୍ତତନ୍ତ ହାକାଥନ୍ 2.0ର ଦ୍ୱିତୀୟ ସଂସ୍କରଣରେ ଆଇଆଇଟି ଦିଲ୍ଲୀରେ ସମାପ୍ତ ହୋଇଛି। ବୟନ ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ ଏହି ହାକାଥନ୍ର ମୂଳ ଲକ୍ଷ୍ୟ ହେଉଛି ହସ୍ତତନ୍ତ କ୍ଷେତ୍ରକୁ ମଜବୁତ କରିବା। ପ୍ରଯୁକ୍ତି ବିଦ୍ୟା ଉପଯୋଗ, ଡିଜାଇନ୍ ପ୍ରସ୍ତୁତି, ଉଦ୍ୟୋଗିତା ଏବଂ ନିରନ୍ତର ସମାଧାନର ମାର୍ଗ ଉନ୍ମୁକ୍ତ କରିବାରେ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିଛି। ହାକାଥନ୍ରେ 2500ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଦେଶର ହସ୍ତତନ୍ତ କ୍ଷେତ୍ର ପାଇଁ ପ୍ରଯୁକ୍ତି ବିଦ୍ୟା ଚାଳିତ ସମାଧାନର ବିକାଶ ଲକ୍ଷ୍ୟ ନେଇ ଶ୍ରେଷ୍ଠ 100ଟି ତାଲିକାଭୁକ୍ତ ଦଳକୁ ପ୍ରତିନିଧିତ୍ୱ କରୁଥିବା 280 ଜଣ ମଧ୍ୟ ଏଥିରେ ଉତ୍କର୍ଷ ପ୍ରତିପାଦନ ନେଇ ତାଲିକାଭୁକ୍ତ କରାଯାଇଛି। ଜାପାନର କୁମାମୋଟୁ ପ୍ରିଫେକ୍ଚରରେ ଗତ ସପ୍ତାହରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି ପାଇଛି। ସେଠାକାର ବିପର୍ଯ୍ୟୟ ମୁକାବିଲା ମୁଖ୍ୟାଳୟଠାରେ ଆୟୋଜିତ ବୈଠକରୁ ଏହି ସୂଚନା ମିଳିଛି। ତେବେ ଭୂକମ୍ପ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ସଂକ୍ରାନ୍ତ ତଥ୍ୟ ସୁନିଶ୍ଚିତ କରିବା ନେଇ ତଦନ୍ତ ଜାରି ରହିଛି। ଗତ ସପ୍ତାହରେ ସେଠାରେ 7.1 ତୀବ୍ରତାର ଭୂକମ୍ପ ହୋଇଥିଲା। ପ୍ରଭାବିତ ଅଞ୍ଚଳରେ ଏବେ ମଧ୍ୟ ଉଦ୍ଧାର ଏବଂ ଯାଞ୍ଚ କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ 406ଟି ଆଶ୍ରୟସ୍ଥଳୀରେ 9400ରୁ ଅଧିକ ଲୋକ ଅବସ୍ଥାନ କରୁଛନ୍ତି। ଅତ୍ୟାବଶ୍ୟକ ସେବା ଯୋଗାଣକୁ ସୁନିଶ୍ଚିତ କରିବା ନେଇ ପ୍ରୟାସ ଜାରି ରହିଥିବା କର୍ତ୍ତୃପକ୍ଷ କହିଛନ୍ତି। ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭି ଶର୍ମା BWF ୱାର୍ଲଡ ଟୁର୍ ଟାଇଟଲ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଭିଏତନାମର ଖେଳାଳି ଥୁଇ ଲିନ୍ ଏନଗୁଏନ୍ଙ୍କୁ ପରାସ୍ତ କରିଛନ୍ତି। ତନ୍ଭି 21-16 ଓ 21-16 ସେଟ୍ରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଶାଠାରୁ ଦୂରେଇ ରହି ସୁସ୍ଥ ଜୀବନଯାପନ ଶୈଳୀ ଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ। ଓଡ଼ିଶାକୁ ଆସନ୍ତାକାଲିଠାରୁ 3 ଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି। ନୂଆଦିଲ୍ଲୀଠାରେ ଆଜି ସଣ୍ଡେ ଜନ୍ ସାଇକେଲ ଅଭିଯାନର 84ତମ ସଂସ୍କରଣରେ ଅଂଶଗ୍ରହଣ କଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ଗତ ଜୁଲାଇ ମାସରେ ଦେଶର କୋଇଲା ଉତ୍ପାଦନ ପୂର୍ବବର୍ଷ ଅପେକ୍ଷା ବୃଦ୍ଧି ପାଇଛି 7.51% ଏବଂ ମହିଳା ଏକକ ବର୍ଗରେ ତାଇପେଇ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ଭାରତର ତନ୍ଭି ଶର୍ମା।
ସମ୍ବାଦ ଶେଷ ହେଲା।